ଯାଉଛନ୍ତି ସେ ଯିଏ ଯାଉ ନ ଯାଉ ମୁଁ ଜାଣିନି ତୋର ଯିବା ଦରକାର ନାହିଁ ମୁଁ କହିଲି ତୁ ମତେ ଚାର୍ଜ ଦେଲୁ ଚାର୍ଜର ମୁଁ ଜାଣିନି କୋଉଠି ଲୁଚେଇ ଦଉନୁ ନେ ଦ କଣ ବହୁ ଚୁଡ଼ି କଣ ନେ ଆକୁ ବିକି ଦବୁ ଆମ ଗାଁରେ ଗୋଟେ ଦୋକାନ କରିବା କାନ୍ନା ଭେରାଇଟି ଷ୍ଟୋର ଦବା ମିକ୍ସଚର ରହିବ ବିସ୍କୁଟ ରହିବ ଦଳି ରଖିବ ସବୁ ରହିବ କିନ୍ତୁ ତୁ ଜାଣି କି ବାଜେ କଥା ବହୁତ କହିଲୁ ମୁଁ ହାତ ପାଇ ଯିବି ବାପାଙ୍କ ଗାଡି ପାଇ ବାପା ତୁ ଖାଇକି ଅନୁମାନ କରୁଛୁ ମତେ ଭଲ ଲାଗୁଛି କିନ୍ତୁ ଭଲ ଲାଗୁଛି ତୁ ଗାଡି ଦୋକାନ ମୁଁ ଦେବି ତୁ ନାଇଁ ଯା ନେଇ ଯା ତୁ ଗାଡି କିଣି ତୁ ମତେ ଛାଡି ଯାଆନି ଦୁବାଇ ଗଲେ ବଡ ଘର ଅଛି ଆମ 6 ମାସ ଭିତରେ କୋଠା ତିଆରି ହେଇଯିବ ଘର ଦୋକାନ ନାହିଁ ମୁଁ କହୁଛି ମୁଁ ସବୁ ବଡ ଘରେ 500 ନମାଜି ଆଣି ତତେ ପଇସା ଦେବି ତୁ ଯାଆନି ମତେ ତୁ ରହ ମୁଁ ଟ୍ରେନ୍ ମୁଁ ଯାଉଛି ମୋର ଟ୍ରେନ୍ ଟାଇମ୍ ହେଲାଣି ମନ ମୋ କଥା ଟିକେ ଶୁଣ ଯାଆନି ମୁଁ ତାହେଲେ ଯିବୁ ବାଟ ଛାଡେ ନା ଶୁଣ ଦେଖ ଆଜି ବର୍ଷା ହଉଛି ଆଜି ଯା ନା ମୋ ବାପା ସହ କଥା ହେବି ତୋ ପାଇଁ ଗାଡି କିଣିବି ତୁ କାଲି ଯିବୁ ତୁ ବୁଝୁନୁ କାଇଁ ମୁଁ ଟ୍ରେନ୍ ଟିକେଟ୍ କରିଦେଇଛି ଟିକେଟ ଯାଉ ମୁଁ ଆଜି ଛାତ ତଳେ ପଇସା ରଖି ମୁଁ ମରିଯିବି ତୋ ବିନା ତୁ ଯା ନା ବୋଉ ବୁଝୁ ମୁଁ ଦୁବାଇ ଗଲେ ଆମ ଘର ଚଳିବ ବୋଉ ବୁଝୁ କାନେ ଆମ ଘର ଚଳିବ ତୁ ଏଇଠି ନା ମୁଁ ତ ଗୋଡ ତଳେ ପଡୁଛି ତୁ ଯାହା କହିବୁ ମୁଁ ଦେବି ତୁ ଯାଆନି ମାଉସୀ ଚାକିରି ପାଇଁ ଯାଉଛି ତୋ ଫୋନ କର ବୋଉ ଦବ କଥା କରିବା ପାଇଁ ଆଉ ଆମ ବୋଉକୁ ଟିକେ ଅନେଇଥିବ କାହିଁକି ତମର ବିଲ ବାଡି ଜମି ତୁ ଏଇଠି ନ ରହିକି ସାଡେ ଯିବୁ ହେ ତ ବୋଉ ଯୋଉ ପାଗେଳି ସେ ତତେ ଯୋଉ ଭଲ ପାଇ ମରିଯିବ ତୁ ଜାଣ ତୁ ବା ଖେଳିବାକୁ ଯାଇଥିବୁ ପିଣ୍ଡାରେ ବସିଥିବ ସନ୍ଧ୍ୟା 5ଟା ଯାକେ ତୁ ନ ଆସିଲା ଯାକେ ସେ ଖାଏନା ଛୋଟବେଳେ ତୁ ମତେ ଯାହା ମାଗିଛୁ ମୁଁ ତତେ ସବୁ ଦେଇଛି ଖାଲି ଗୋଟିଏ କଥା ରହ ତୁ ଯା ନା ଛାଡିକି ମୁଁ ଆଜି ଗଲେ ଦଶଟାରେ ଆସିବି ଦଶଟା ବେଳକୁ ମୁଁ ମରି ଯାଇଥିଲି ତୁ ଯାଆନି ତୁ ଜାଣି ମୁଁ ଧନ୍ୟବାଦ ତୁ କାନ୍ଦିଲେ ମୁଁ ଯିବି କେମିତି ଭିକ ମାଗୁଛି ତୋ ଆଗରେ ତୋ ବୋଉକୁ ତ ଛାଡି ଯାଆନି ଦେଖିଲା କେମିତି ପଛକୁ ଅନାଉଛି ଆମ ବିଲରେ ତୁ ହଳ କରିବୁନି ବାପା କରିବେ ତୁ ବସିବୁ ଦୋକାନ ପକେଇବି ତୋ ପାଇଁ ଧନ ତୁ ଫେରି ବାପା ତାକୁ ମନା କର ଟ୍ରେନ ଯାଉନୁ ମତେ ଭାରି ଡର ମାଡେ ବାପା ବୋଉ ଆସୁଛି ତାକୁ ମନା କର ମୁଁ ମରିଯିବି जदि तमे तम माँ को भल पाउच ना ताहले ए वीडियो को 3 जन पाखु शेयर करी कमेंट रे माँ बोली टाइप करो।